हाय हेलो नमस्कार जय जगन्नाथ स्वागत କରୁଛି ପୁଣି ଗୋଟେ ଇନଫର୍ମେଟିଭ ଅପଡେଟ୍ ଭିଡିଓକୁ। ତ ପିଲାମାନେ ବହୁତ ସାରା ପିଲା ମେସେଜ କରୁଛନ୍ତି କମେଣ୍ଟ କରୁଛନ୍ତି କଣ ନା ଆମର ଯୋଉ 5000 ନର୍ସିଂ ଅଫିସର ପୋଷ୍ଟ ଗୋଟେ ଅପଡେଟ ଆସିବା ମୁକେଶ ମହାଲିକ ସାର୍ କହିଛନ୍ତି ସେଟା କଣ ଆମର କେବଳ ନର୍ସିଂ ଅଫିସର ପୋଷ୍ଟ ଆସିବ ନା କେବଳ ସିଏଚଓ ପୋଷ୍ଟ ଆସିବ ନା ବୋଥ ଆସିବ। ଠିକ ଅଛି। ଆଉ ଏଇଟା କଣ ସତ? ଏଇ ଯୋଉ ଷ୍ଟେଟମେଣ୍ଟଟା ସେ ଦେଇଛନ୍ତି ସେଟା କଣ ସତ ଆମ 3 ମାସ ଭିତରେ ଆସୁଛି କି? ତ ପିଲାମାନେ କିଛି ବି ଡାଉଟ କରିବାର ନାହିଁ। ମୁକେଶ ମହାଲିକ ସାର୍ ଯୋଉ କହିଛନ୍ତି 5000 ପ୍ଲସ ଆମର ପୋଷ୍ଟ ଆସୁଛି ନର୍ସିଂ ରେ। ଠିକ ଅଛି। ସେ ନର୍ସିଂ ମାନେ ନୁହଁ କି କେବଳ ସିଏଚଓ, ନର୍ସିଂ ମାନେ ନୁହଁ କି କେବଳ ନର୍ସିଂ ଅଫିସର। ନର୍ସିଂ କହିଲେ ଆମର ଗୋଟେ ବେସ୍ ପୋଷ୍ଟ ହଉଛି ନର୍ସିଂ, ବା ଆମର ନର୍ସିଂ କହିଲେ ନର୍ସିଂ ଅଫିସର ହିଁ ଆମର ବେଷ୍ଟ ପୋଷ୍ଟ। ତାପରେ ଆମେ ବେସ୍ ପୋଷ୍ଟରେ ଡିପ୍ଲୟମେଣ୍ଟ ହେଇଛେ ସିଏଚଓ ରେ। ଓକେ। ତ କିଛି ବି ଅସୁବିଧା ନାହିଁ। ସେମିତି ମତେ ତ ଲାଗୁନି କେବେ ବି ନର୍ସିଂ ଅଫିସର ପୋଷ୍ଟ ଏତିକି ଆସିବ। ଏଇଟା 100% ନର୍ସିଂ ଅଫିସର ପୋଷ୍ଟ କିଛି ଆସିବ, ପ୍ଲସ ସିଏଚଓ ପୋଷ୍ଟ ଅଧିକା ହିଁ ଆସିବ ମୁଁ ଯେତିକି ଭାବୁଛି ଆଉ ମୁଁ ଯେତିକି ଇନଫର୍ମେସନ ଅଛି। ଓକେ। ତ କିଛି ଅସୁବିଧା ନାହିଁ। ମୁକେଶ ମହାଲିକ ସାର୍ ବି ସେଇଟା ଗୋଟେ ଷ୍ଟେଟମେଣ୍ଟ ଦେଇଛନ୍ତି ବା ବାଇଟ ଗୋଟେ ଦେଇଛନ୍ତି ଗୋଟେ ନ୍ୟୁଜରେ। ମୁଁ ବି ସେଇଟା ଦେଖେଇ ଦଉଛି ଦେଖନ୍ତୁ। 3 मास भितर पूरण हेब 5000 नर्सिंग पदवी खूब शीघ्र प्रकाश पाइब विज्ञप्ति आ सहित मेडिकल क्षेत्र में अन्य 5000 पदवी पर विज्ञप्ति प्रकाश पाइब। मेडिकल क्षेत्र को व्यवस्थित करने राज्य सरकार प्रयासरत बोली कहते स्वास्थ्य मंत्री मुकेश महालिक। से इंटेल आसंता 5 वर्ष भितर ओडिशा रे 28,000 कोटी टंकार पुंजीनिवेश करिब बोली चुक्तिनामा स्वाक्षर होईछि, जहाफल ओडिशार युवक युवती को अधिक नियुक्ति मिलिब बोली कहते स्वास्थ्य मंत्री मुकेश महालिक। पाखापाखि 5000 नर्सिंग अफिसर एबे एडवर्टाइजमेंट बाहर एवं आ गोटे ओडिशा प्रदेश रे गोटे नुआ हम मेडिकल एलाइड सर्विसेज रूल 2026 जोटा कैबिनेट अनुमोदन करिछि, जो थी कि 10टा ब्रॉडर सेक्टर रे 56 ତ ଦେଖିଲେ ଭାବୁଛି ଆପଣ ନିଶ୍ଚିତ ବୁଝିପାରୁଥିବେ କିଛି ବି ଅସୁବିଧା ନାହିଁ। ହଁ ପୋଷ୍ଟ ଆସିବ, ବହୁତ ଶୀଘ୍ର ଆସିବା ପାଇଁ ଯାଉଛି, କିନ୍ତୁ ନର୍ସିଂ ଅଫିସର ପୋଷ୍ଟ କେବଳ ନୁହେଁ, ଆದ್ರೆ ସିଏଚଓ ପୋଷ୍ଟ ଆସିବ 100% ସିଏଚଓ ପୋଷ୍ଟ ଆସିବ। ଆଉ ଏଇ ଯୋଉ ମୁକେଶ ମହାଲିକ ସାର୍ ଯୋଉ କହିଲେ ଆମର ବିଜ୍ଞପ୍ତି ବା ନୋଟିଫିକେଶନ ଆସିବ, ଏ ନୋଟିଫିକେଶନ ବହୁତ ଆଗରୁ ଆସିବା କଥା। ଏ ନୋଟିଫିକେଶନ ବହୁତ ଆଗରୁ ଆମର ସବୁ ଡିପାର୍ଟମେଣ୍ଟ କୁ ଯାଇଛି, ସବୁଠୁ ଆପ୍ରୁଭାଲ ହେଇଛି, ଫାଇନାନ୍ସିଆଲ ଆମର ଯୋଉ ପିଜି ଡିପାର୍ଟମେଣ୍ଟ ସବୁଆଡୁ ଯାଇଛି, ସବୁଆଡୁ ସାଙ୍ଗସନ ହେଇଯାଇଛି, କିନ୍ତୁ ମେ ବି କିଛି ପ୍ରୋବ୍ଲେମ ପାଇଁ ଆମର ଏପର୍ଯ୍ୟନ୍ତ ନୋଟିଫିକେଶନ ଆସିନି। ତ ନୋଟିଫିକେଶନ ମତେ ଟିକେ ଲାଗୁଛି ବହୁତ ଶୀଘ୍ର ଆସିଯିବ। ଠିକ ଅଛି। ଆଉ ଆସିଲା ପରେ ମୁଁ ଆପଣଙ୍କୁ ନିଶ୍ଚିତ ଅପଡେଟ କରାଇବି। ଆଉ କିଛି ବି ଅସୁବିଧା ନାହିଁ, ଆପଣ ମାନେ ଆପଣଙ୍କର ପଢାପଢି ଜାରି ରଖନ୍ତୁ। ଯେବେ ବି ବିଜ୍ଞପ୍ତି ଆସିବ, ଏଇଟା ଟ୍ରୁ, ଏଇଟା ବିଜ୍ଞପ୍ତି ଆସିବ, ବହୁତ ଶୀଘ୍ର ଆସିବ। ଏଇଟା ମୁଁ କହୁଛି ଯେତିକି ସିଓରିଟିରେ, ସେତିକି ସିଓରିଟିରେ ମୁଁ ଜାଣିଛି ବୋଲି କହୁଛି। ଓକେ। ବିଜ୍ଞପ୍ତି ନିହାତି ମାସେ 2 ମାସ ଭିତରେ ପଳେଇ ଆସିବ। ଓକେ। ଆଉ ଏକ୍ଜାମ ବି ବହୁତ ଶୀଘ୍ର ହବ, କିଛି ଅସୁବିଧା ନାହିଁ। ଯେତେବେଳେ ଆମର ବାହାରି ଯାଉଛି ପୋଷ୍ଟ ନୋଟିଫିକେଶନ, ତାର 2 ମାସ 3 ମାସ ଭିତରେ ଟୋଟାଲ ସରିଯିବ ବି, ପୋଷ୍ଟିଂ ବି ଦେଇଦେବେ ଯଦି ଗଭର୍ଣ୍ଣମେଣ୍ଟ ଚାହିଁବ। ତ କିଛି ବି ଡାଉଟ କରିବା ନାହିଁ, ଅପେକ୍ଷା କରନ୍ତୁ। ଯେବେ ବି ଯାହା ଅପଡେଟ ଆସିବ ମୁଁ ନିଶ୍ଚିତ ଆପଣଙ୍କୁ ଜଣାଇବି। ଓକେ। ତ କିଛି ବି ଅସୁବିଧା ନାହିଁ। ଯୋଉ ପୋଷ୍ଟ ବି ବାହାରୁ ନର୍ସିଂ ଅଫିସର କି ସିଏଚଓ ଆମକୁ ପୋଷ୍ଟିଂ ହେବାର ଅଛି, ଆମକୁ ସେଇ ହିସାବରେ ଭଲସେ ପାଠ ପଢିବାର ଅଛି। ତ ଠିକ ଅଛି, ଆଜି ପାଇଁ ଏତେ ଅପଡେଟ। ଦେଖା ହବ ପୁଣି ଗୋଟେ ଏମିତି ଅପଡେଟ ସହିତ। ରହିଲି। ଜୟ ଜଗନ୍ନାଥ।